ଭାରତରେ ଉତ୍ତରରୁ ନେଇ ଦକ୍ଷିଣ, ପୂର୍ବରୁ ନେଇ ପଶ୍ଚିମ ଅନେକ ମନ୍ଦିର ରହିଛି। ଏହିସବୁ ମନ୍ଦିର ବିଭିନ୍ନ ଦେବାଦେବୀଙ୍କୁ ସମର୍ପିତ ଏବଂ ଅଲଗା ଅଲଗା ସମୟରେ ଏହା ସ୍ଥାପନ କରାଯାଇଛି ବା ହୋଇଛି ମଧ୍ୟ। ଆଉ ଏହିସବୁ ମନ୍ଦିରର ନିଜସ୍ୱ ଏକ ଅଲଗା ଅଲଗା କାହାଣୀ ମଧ୍ୟ ରହିଛି। ଏହି ମନ୍ଦିରମାନଙ୍କ ସହ ଖାଲି ଲୋକମାନଙ୍କ ଆସ୍ଥା ଯୋଡ଼ି ରହିଛି ତାହା ନୁହେଁ, ବରଂ ବିଭିନ୍ନ ପରିବାରର ପେଟ ପୋଷଣର ମାଧ୍ୟମ ବି ସାଜିଥାଏ ଏହି ମନ୍ଦିର। ସେହିଭଳି ଏକ ମନ୍ଦିର ରହିଛି ଭାରତର ପଶ୍ଚିମ ଅଞ୍ଚଳରେ, ଯାହାର ଏକ ବଡ଼ ଇତିହାସ ଓ ରୋମାଞ୍ଚକର ଅତୀତ ମଧ୍ୟ ରହିଛି। ଆମେ କହୁଛୁ ଗୁଜରାଟ ସ୍ଥିତ ବେରାଭଲରେ ଉପସ୍ଥିତ ପ୍ରସିଦ୍ଧ 12 ଜ୍ୟୋତିର୍ଲିଙ୍ଗମାନଙ୍କ ମଧ୍ୟରୁ ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମନ୍ଦିର ବିଷୟରେ। ଆମେ ଯେତେବେଳେ ପୁରାତନ ମନ୍ଦିର କିମ୍ବା କିଲ୍ଲା କିମ୍ବା ଏପରି କିଛି ଐତିହାସିକ ତଥ୍ୟ ବିଷୟରେ କଥା ହୁଅନ୍ତି, ସେଠାରେ ଗୋଟିଏ ପ୍ରଶ୍ନ ସବୁବେଳେ ସୃଷ୍ଟି ହୁଏ କି ଏହାକୁ କିଏ ନିର୍ମାଣ କରିଛନ୍ତି ଆଉ କେବେ ନିର୍ମାଣ କରିଛନ୍ତି। ତେବେ ହିନ୍ଦୁ ପୌରାଣିକ କାହାଣୀ ଅନୁସାରେ ଏହି ମନ୍ଦିରକୁ କୌଣସି ମଣିଷ ନୁହେଁ, ବରଂ ସୋମ ବା ଭଗବାନ ଚନ୍ଦ୍ର ନିର୍ମାଣ କରିଥିବା କଥା କୁହାଯାଏ। କିନ୍ତୁ ଯଦି ଆମେ ଇତିହାସକୁ ଦେଖିବା, ତେବେ 1951ରେ ମନ୍ଦିରର ସମ୍ପୂର୍ଣ୍ଣ ନିର୍ମାଣ ପୂର୍ବରୁ ଏହାକୁ ଅନେକ ଥର ଭଙ୍ଗାଯାଇଛି ଏବଂ ଅନେକ ରାଜା ମହାରାଜା ଏହାକୁ ପୁନଃ ନିର୍ମାଣ ମଧ୍ୟ କରିଛନ୍ତି। କିନ୍ତୁ ଏବେ ବି ଏହା ନିଶ୍ଚିତ କରାଯାଇ ପାରିନାହିଁ ଏହାକୁ କିଏ ଓ କେବେ ପ୍ରଥମେ ନିର୍ମାଣ କରିଛନ୍ତି, ଯାହା କେବଳ ଆନୁମାନିକ ଭାବେ କୁହାଯାଉଛି କି ଏହା 9ମ ଶତାବ୍ଦୀ ଖ୍ରୀଷ୍ଟାବ୍ଦ ପୂର୍ବରୁ ନିର୍ମାଣ କରାଯାଇଛି। 1025 ମସିହା ସେହି ସମୟ ଥିଲା ଯେତେବେଳେ ସବୁଠାରୁ ଅଧିକ କ୍ଷୟକ୍ଷତିର ସାମ୍ନା କରିବାକୁ ପଡ଼ିଥିଲା ଏହି ସୋମନାଥ ମନ୍ଦିରକୁ। ସେତେବେଳେ ମହମ୍ମଦ ଗଜନୀର ସେନା ମନ୍ଦିର ଉପରେ ଆକ୍ରମଣ କରିଥିଲା, ଯେଉଁ ସମୟରେ ଅନେକ ଭକ୍ତ ମନ୍ଦିରରେ ଉପସ୍ଥିତ ରହିଥିଲେ। ଏହି ଆକ୍ରମଣରେ ସମସ୍ତ ଭକ୍ତଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ମହମ୍ମଦ ଗଜନୀ ଓ ମନ୍ଦିରର ଅନେକ ଧନ ଲୁଟିବା ସହ ଶିବଲିଙ୍ଗକୁ ଧ୍ୱଂସ କରିବାକୁ ଚେଷ୍ଟା ମଧ୍ୟ କରିଥିଲା। କିନ୍ତୁ ଯେତେଥର ବି ଏହି ମନ୍ଦିରକୁ ଭାଙ୍ଗିବାକୁ ଚେଷ୍ଟା କରାଯାଇଛି, ପୁନଃ ଏହି ମନ୍ଦିର କାହା ନା କାହା ଦ୍ୱାରା ପୁନଃ ଉଠି ଛିଡ଼ା ହୋଇଛି। କୁହାଯାଏ ଏମିତି ବି ଗୋଟିଏ ସମୟ ଥିଲା ଯେତେବେଳେ ଏଠାରେ ଥିବା ଜ୍ୟୋତିର୍ଲିଙ୍ଗ ପବନରେ ଭାସୁଥିବା ଅବସ୍ଥାରେ ଉପସ୍ଥିତ ରହିଥିଲେ। ଏପରି ଅନେକ ଘଟଣା ଅଛି ଯାହା ସୋମନାଥ ମନ୍ଦିରକୁ ଆହୁରି ରହସ୍ୟମୟ କରିଥାଏ। ତେବେ ବର୍ତ୍ତମାନ ସେହି ଆକ୍ରମଣକୁ ପୂରିଛି 100 ବର୍ଷ। ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ସୋମନାଥରେ ପହଞ୍ଚି ଶୌର୍ଯ୍ୟ ଯାତ୍ରାରେ ଅଂଶଗ୍ରହଣ କରିଛନ୍ତି। ସୋମନାଥ ମନ୍ଦିରକୁ ସୁରକ୍ଷା ଦେବା ପାଇଁ ପ୍ରାଣ ବଳି ଦେଇଥିବା ସାହସୀ ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଏହି ଯାତ୍ରାର ଆୟୋଜନ କରାଯାଇଥିଲା। ଏହି ଯାତ୍ରାରେ 108ଟି ଘୋଡ଼ାର ଏକ ପ୍ରତୀକାତ୍ମକ ଶୋଭାଯାତ୍ରା ମଧ୍ୟ ସାମିଲ ଥିଲା, ଯାହାକୁ ସାହସ, ବୀରତ୍ୱ ଏବଂ ବଳିଦାନର ପ୍ରତୀକ ଭାବରେ ବିବେଚନା କରାଯାଏ। ଶୌର୍ଯ୍ୟ ଯାତ୍ରା ସାହସ, ତ୍ୟାଗ ଏବଂ ଶତାବ୍ଦୀର କଷ୍ଟ ସତ୍ତ୍ୱେ ସୋମନାଥଙ୍କୁ ରକ୍ଷା କରିବାକୁ ଅଦ୍ୟମ ଆତ୍ମାର ପ୍ରତୀକ। ପ୍ରଧାନମନ୍ତ୍ରୀ ମୋଦି ଡମ୍ବରୁ ବଜାଇ ଭକ୍ତ ଏବଂ ଲୋକଙ୍କୁ ସ୍ୱାଗତ କରିଥିଲେ। ତାପରେ ସୋମନାଥ ମନ୍ଦିରରେ ଦର୍ଶନ ଏବଂ ପୂଜା କରିଥିଲେ। ତାଙ୍କ ଭାଷଣରେ ସେ ମନ୍ଦିର ଉପରେ ବିଦେଶୀ ଆକ୍ରମଣ, ସେହି ବୀରମାନଙ୍କ ଦ୍ୱାରା କରାଯାଇଥିବା ବଳିଦାନ ଏବଂ ମନ୍ଦିର ପୁନଃ ନିର୍ମାଣରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଐତିହାସିକ ଅବଦାନ ବିଷୟରେ ଉଲ୍ଲେଖ କରିପାରିଥିଲେ। ବ୍ୟୁରୋ ରିପୋର୍ଟ, ଚର୍ଚ୍ଚା ନ୍ୟୁଜ୍।